ବାବିଲ ରାଜା ବେଲଶସ୍ତର ଅଧିକାରର ପ୍ରଥମ ବର୍ଷରେ ଦାନିଏଲ ଆପଣା ଶଯ୍ୟା ଉପରେ ସ୍ୱପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ତେଣୁ ସେ ସେହି ସ୍ୱପ୍ନ ଲେଖି କଥାର ସାର ପ୍ରକାଶ କଲେ। ଦାନିଏଲ କହିଲେ, ମୁଁ ରାତ୍ରି କାଳରେ ଦର୍ଶନ କ୍ରମେ ଦେଖିଲି ଯେ, ଦେଖ, ମହାସମୁଦ୍ର ଉପରେ ଆକାଶର ଚତୁର୍ଦିଗରୁ ବାୟୁ ପ୍ରଚଣ୍ଡ ରୂପେ ବହିଲା। ପୁଣି ଏକ ଆରେକଠାରୁ ଭିନ୍ନ 4 ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ। ପ୍ରଥମ ପଶୁ ସିଂହତୁଲ୍ୟ ଓ ଉତ୍କର୍ଷ ପକ୍ଷୀ ପରି ତାହାର ଡେଣା ଥିଲା। ମୁଁ ଦେଖୁ ଦେଖୁ ତାହାର ସେହି ଡେଣା ଉପୁଡ଼ାଗଲା, ଆଉ ସେ ପୃଥିବୀରୁ ଉଠାଗଲା, ଆଉ ମନୁଷ୍ୟ ପରି 2 ଚରଣରେ ତାକୁ ଠିଆ କରାଗଲା। ପୁଣି ତାହାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା। ଅନନ୍ତର ଦେଖ, ଆଉ ଗୋଟିଏ ଅର୍ଥାତ୍ ଦ୍ୱିତୀୟ ପଶୁ ଭଲ୍ଲୁକର ସଦୃଶ ଥିଲା। ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ 3 ଖଣ୍ଡ ପଞ୍ଜରା ଥିଲା। ଆଉ ତାହାକୁ ଏହି କଥା କୁହାଗଲା, ଉଠ, ବହୁତ ମାଂସ ଖାଅ। ଏ ଉତ୍ତାରେ ମୁଁ ଦେଖିଲି, ଦେଖ, ଚିତାବାଘ ସଦୃଶ ଆଉ ଗୋଟିଏ ପଶୁ। ତାହାର ପିଠିରେ ପକ୍ଷୀର 4 ନେରା ଥିଲା। ମଧ୍ୟ ସେ ପଶୁର 4 ମସ୍ତକ ଥିଲା, ଆଉ ତାହାକୁ କର୍ତ୍ତୃତ୍ୱ ଦିଆଗଲା। ଏଥିଉତ୍ତାରେ ମୁଁ ରାତ୍ରି କାଳର ଦର୍ଶନରେ ଦେଖିଲି, ଦେଖ, ଚତୁର୍ଥ ପଶୁ। ସେ ଭୟଙ୍କର, କ୍ଷମତାପନ୍ନ ଓ ଅତିଶୟ ବଳବାନ, ଓ ତାହାର ବଡ଼ ବଡ଼ ଲୋହମୟ ଦନ୍ତ ଥିଲା। ସେ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା, ଅବଶିଷ୍ଟ ଯାହା ରହିଲା ତା ପଦ ତଳେ ଦଳିତ କଲା। ଆଉ ସେ ତାର ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କ ଠାରୁ ଭିନ୍ନ। ପୁଣି ତାହାର 10 ଶୃଙ୍ଗ ଥିଲା। ମୁଁ ସେହି ଶୃଙ୍ଗମାନର ବିଷୟ ଭାବନା କରୁ କରୁ ଦେଖ, ସେ ସବୁର ମଧ୍ୟରେ ଆଉ ଗୋଟିଏ ଶୃଙ୍ଗ ଉଠିଲା, ତାହା କ୍ଷୁଦ୍ର। ତା ସମ୍ମୁଖରେ ପ୍ରଥମ ଶୃଙ୍ଗମାନର ମଧ୍ୟରୁ 3 ଗୋଟି ଶୃଙ୍ଗ ସମୂଳେ ଉତ୍ପାଟିତ ହେଲା। ପୁଣି ଦେଖ, ଏହି ଶୃଙ୍ଗରେ ମନୁଷ୍ୟର ଚକ୍ଷୁତୁଲ୍ୟ ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା। ମୁଁ ଦେଖୁ ଦେଖୁ କେତେଗୋଟି ସିଂହାସନ ସ୍ଥାପିତ ହେଲା। ପୁଣି ଅନେକ କାଳର ବୃଦ୍ଧ ଉପସ୍ଥିତ ହେଲେ। ତାହାଙ୍କର ବସ୍ତ୍ର ହିମତୁଲ୍ୟ ଶୁକ୍ଳବର୍ଣ୍ଣ ଓ ତାହାଙ୍କର ମସ୍ତକର କେଶ ବିଶୁଦ୍ଧ ମେଷଲୋମ ତୁଲ୍ୟ ଥିଲା। ତାହାଙ୍କର ସିଂହାସନ ଅଗ୍ନି ଶିଖାମୟ ଓ ତହିଁର ଚକ୍ର ସକଳ ଜ୍ୱଳନ୍ତ ଅଗ୍ନି। ତାହାଙ୍କ ସମ୍ମୁଖରୁ ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା। ସହସ୍ର ସହସ୍ର ତାହାଙ୍କର ପରିଚର୍ଯ୍ୟା କଲେ ଓ ଅୟୁତ ଅୟୁତ ତାହାଙ୍କ ସମ୍ମୁଖରେ ଉଭା ହେଲେ। ବିଚାର ସଭା ବସିଲା, ପୁସ୍ତକମାନ ଫିଟାଗଲା। ସେହି ଶୃଙ୍ଗର କଥିତ ଦର୍ପ ବାକ୍ୟର ରବ ସକାଶୁ ସେ ସମୟରେ ମୁଁ ଅନାଇଲି। ମୁଁ ଦେଖିଲି, ଶେଷରେ ସେ ପଶୁ ହତ ହେଲା ଓ ତାହାର ଶରୀର ବିନଷ୍ଟ ହେଲା ଓ ସେ ଅଗ୍ନିରେ ଦଗ୍ଧ ହେବା ପାଇଁ ସମର୍ପିତ ହେଲା। ପୁଣି ଅନ୍ୟ ପଶୁମାନଙ୍କ ଠାରୁ ସେମାନଙ୍କର କର୍ତ୍ତୃତ୍ୱ ନିଆଗଲା। ତଥାପି ଏକ କାଳ ଓ ଏକ ସମୟ ପର୍ଯ୍ୟନ୍ତ ସେମାନଙ୍କର ଆୟୁ ଦୀର୍ଘ କରାଗଲା। ମୁଁ ରାତ୍ରି କାଳର ଦର୍ଶନରେ ଦେଖିଲି, ଆଉ ଦେଖ, ମନୁଷ୍ୟପୁତ୍ର ନ୍ୟାୟ ଏକ ପୁରୁଷ ଆକାଶର ମେଘରେ ଆସିଲେ ଓ ସେ ଅନେକ କାଳରେ ସେ ବୃଦ୍ଧଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ। ସେମାନେ ତାହାଙ୍କ ସାମକୁ ତାହାଙ୍କୁ ଆଣିଲେ। ପୁଣି ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା। ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ। ମୁଁ ଦାନିଏଲ, ମୋର ଆତ୍ମା ମୋର ଶରୀର ମଧ୍ୟରେ ଶୋକାନ୍ୱିତ ହେଲା ଓ ମୋର ମାନସିକ ଦର୍ଶନ ମୋତେ ଉଦ୍ବିଗ୍ନ କଲା। ମୋର ନିକଟରେ ଯେଉଁମାନେ ଠିଆ ହୋଇଥିଲେ, ସେମାନଙ୍କ ମଧ୍ୟରୁ 1 ଜଣ ନିକଟକୁ ମୁଁ ଯାଇ ଏସବୁର ତଥ୍ୟ ପଚାରିଲି। ତହିଁରେ ସେ ମୋତେ ସେସବୁର ଅର୍ଥ ଜଣାଇ କହିଲେ, ସେ 4 ବୃହତ୍ ପଶୁ 4 ରାଜା ଅଟନ୍ତି। ସେମାନେ ପୃଥିବୀରୁ ଉତ୍ପନ୍ନ ହେବେ, ମାତ୍ର ସର୍ବପରିସ୍ଥିତଙ୍କର ପବିତ୍ର ଗଣ ରାଜ୍ୟ ପ୍ରାପ୍ତ ହେବେ ଓ ଚିରକାଳ ଅର୍ଥାତ୍ ଅନନ୍ତକାଳ ଯାଇ ରାଜ୍ୟ ଭୋଗ କରିବେ। ସେତେବେଳେ ଯେଉଁ ଚତୁର୍ଥ ପଶୁ, ଯେ ଅନ୍ୟ ସକଳରୁ ଭିନ୍ନ, ଅତି ଭୟାନକ, ଯାହାର ଦନ୍ତ ଲୋହମୟ ଓ ନଖ ସବୁ ପିତ୍ତଳମୟ ଥିଲା, ଯେ ଗ୍ରାସ କଲା, ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟ ସବୁକୁ ପଦ ତଳେ ଦଳିତ କଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି। ପୁଣି ତାହାର ମସ୍ତକରେ ଯେଉଁ 10 ଶୃଙ୍ଗ ଥିଲା ଓ ଅନ୍ୟ ଯେଉଁ ଶୃଙ୍ଗ ଉଠିଲା, ଯାହା ସାକ୍ଷାତରେ 3 ଶୃଙ୍ଗ ପଡ଼ିଗଲା, ଅର୍ଥାତ୍ ସେ ଯେଉଁ ଶୃଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା, ଯାହାର ଆକାର ଆପଣା ସଙ୍ଗୀମାନଙ୍କ ଅପେକ୍ଷା ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି। ମୁଁ ଦେଖିଲି, ଆଉ ସେହି ଶୃଙ୍ଗ ପବିତ୍ର ଗଣଙ୍କ ସଙ୍ଗେ ଯୁଦ୍ଧ କଲା ଓ ସେମାନଙ୍କୁ ଜୟ କଲା। ଶେଷରେ ସେହି ଅନେକ କାଳର ବୃଦ୍ଧ ଆସିଲେ ଓ ସର୍ବପରିସ୍ଥିତଙ୍କର ପବିତ୍ର ଗଣକୁ ବିଚାର ଭାର ଦତ୍ତ ହେଲା ଓ ପବିତ୍ର ଗଣର ରାଜ୍ୟ ଭୋଗ କରିବାର ସମୟ ଉପସ୍ଥିତ ହେଲା। ସେ ଏହି ରୂପେ କହିଲେ, ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ। ତା ଅନ୍ୟ ସକଳ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକି ଗ୍ରାସ କରିବ, ଆଉ ଦଳିତ କରି ଖଣ୍ଡ ଖଣ୍ଡ କରି ତା ଭାଙ୍ଗି ପକାଇବ।
पुणी से 10 ଶୃଙ୍ଗର ତାତ୍ପର୍ଯ୍ୟ ଏହି ଯେ ସେହି ରାଜ୍ୟରୁ 10 ରାଜା ଉତ୍ପନ୍ନ ହେବେ। ସେମାନଙ୍କ ଉତ୍ତାରେ ଆଉ ଜଣେ ଉତ୍ପନ୍ନ ହେବ ଓ ସେ ପୂର୍ବବର୍ତ୍ତୀମାନଙ୍କ ଠାରୁ ଭିନ୍ନ ହେବ ଓ ସେ 3 ରାଜାଙ୍କୁ ଦମନ କରିବ। ପୁଣି ସେ ସର୍ବପରିସ୍ତଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବପରିସ୍ତଙ୍କର ପବିତ୍ର ଗଣକୁ ଶୀର୍ଣ୍ଣ କରିବ ଆଉ ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ। ପୁଣି 1 କାଳ 2 କାଳ ଓ ଅର୍ଦ୍ଧ କାଳ ପର୍ଯ୍ୟନ୍ତ ସେମାନେ ତାହା ହସ୍ତରେ ସମର୍ପିତ ହେବେ। ମାତ୍ର ବିଚାର ସଭା ବସିବ ଓ ସେମାନେ ଶେଷ ପର୍ଯ୍ୟନ୍ତ ତାହାର କର୍ତ୍ତୃତ୍ୱର କ୍ଷୟ ଓ ବିନାଶ କରିବା ପାଇଁ ତାଠାରୁ ତାହା ନେବେ। ଆଉ ରାଜତ୍ୱ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧସ୍ଥିତ ରାଜ୍ୟସମର ମହିମା ସର୍ବପରିସ୍ତଙ୍କର ପବିତ୍ର ଲୋକଙ୍କୁ ଦତ୍ତ ହେବ। ତାହାଙ୍କ ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞା ବହାଇବେ। ଏଠାରେ ବୃତ୍ତାନ୍ତର ଶେଷ। ମୁଁ ଦାନିଏଲ ମୋର ଭାବନା ମୋତେ ଉଦ୍ବିଗ୍ନ କଲା ଓ ମୋର ମୁଖ ବିବର୍ଣ୍ଣ ହେଲା, ମାତ୍ର ମୁଁ ସେ କଥା ଆପଣା ମନରେ ରଖିଲି।